ଭକ୍ତ ଦାସଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଂଗ୍ରେସ ସରକାରକୁ ନ ଆସିବା। ସିଏ ଜଣେ ବିରୋଧୀ ଦଳ ପଇସା ଖାଇକି ଧନ୍ଦା କରୁଛନ୍ତି। ସିଏ ବହୁତ ଜାଗାରେ ଚାହୁଁଛନ୍ତି କଂଗ୍ରେସ ତଳକୁ ଯାଉ, ଉପରକୁ ଯିବ ଚାହୁଁନାହାନ୍ତି। ଯେପରି ଆପଣ ଦେଖିଥିବେ ରାଜ୍ୟସଭା ନିର୍ବାଚନରେ ସିଏ ଯେଉଁ ପ୍ରକାର ବିଧାୟକମାନଙ୍କୁ ନ ଡାକି ନ ବସି ମିଟିଂ ନ କରିକିରି ଡେସିସନ୍ ନ ନେଇକିରି ମନ ଇଚ୍ଛା ପ୍ରାର୍ଥୀ ଦେଲେ, ତା ଫଳସ୍ୱରୂପ ପ୍ରାର୍ଥୀ ହାରିଲା। ଏବଂ ନୂଆପଡ଼ା ନିର୍ବାଚନରେ କୌଣସି ଯୁବ ନେତାଙ୍କୁ ଡାକିଲେନି। ଦେଖନ୍ତୁ କଂଗ୍ରେସ ବିଧାୟିକା ଥିଲା ସୋଫିଆ, ଆଉ ରମେଶ ଥିଲା, ରମେଶ ଜେନା ଗଞ୍ଜାମର ସାନଖେମୁଣ୍ଡି ବିଧାୟକ, ଏମାନେ ଯୁବ ନେତା, ଏମାନଙ୍କୁ ଡାକିବା କଥା ଡାକିଲେନି। ସିଏ ବହୁତ ଜାଗାରେ ଚାହୁଁଛନ୍ତି ଯେ କଂଗ୍ରେସ ତଳକୁ ଯାଉ, ଉପରକୁ ଯାଉ, ସେ ଚାହୁଁନାହାନ୍ତି। କଂଗ୍ରେସ ଆଜି ଯଦି କ୍ଷମତାରୁ ଦୂରେଇ ଯାଇଛି, ମୁଖ୍ୟତଃ ହେଉଛି ଆର ପ୍ରଥମ ହେଉଛି ଗୋଷ୍ଠୀ କନ୍ଦଳ, ବିଭିନ୍ନ ଗୋଷ୍ଠୀ ଭିତରେ ଅଶାନ୍ତି, ଏକତାବଦ୍ଧ ନାହାନ୍ତି କଂଗ୍ରେସ ଦଳ ନେତୃବୃନ୍ଦ। ଦ୍ୱିତୀୟ ହେଉଛି ଫାଇନାନ୍ସ, ପଇସା ଅଭାବ। ତୃତୀୟ ହେଉଛି ଟିକେଟ୍ ଯେତେବେଳେ କଂଗ୍ରେସ ଦଳ ଦିଆହେଉଛି ସେତେବେଳେ ଜିତିଆ ପ୍ରାର୍ଥୀ ଦେଖୁନାହାନ୍ତି, ସେତେବେଳେ ଦେଖୁଛନ୍ତି କିଏ ଅଧିକ ମାଲ ଦେବ, କିଏ ମୋ ଚାମଚା ହେଇକି ରହିବ, ନେତା ଦେଖୁଛି। ଆପଣଙ୍କର ମାଲ ଅଛି? ମାଲ ନ ଦେଉ ତ ମୋତେ ଗତ 3 ଥର ଟିକେଟ୍ ଦେଇନାହାନ୍ତି କଂଗ୍ରେସ ପାର୍ଟି। 2019, 2014, 2024 ମୁଁ ଟିକେଟ୍ ପାଇନି। 24 ମୁଁ MP ଟିକେଟ୍ ଫାଇନାଲ୍ ହେଇଥିଲା ଆସ୍କାରେ ମୋର। ବିଜେଡ଼ି ନାଇଁ, ମୁଁ ବିଜେଡ଼ି ସହ ସାମିଲ ନାହିଁ। କିଏ କହିଲା? ମୁଁ ବିକ୍ରମ ଆରୁଖଙ୍କୁ ବିରୋଧ କଲି ଏଥର ନିର୍ବାଚନରେ, ଗତ ଥର ବିରୋଧ କରିଥିଲି। ମୁଁ ସାମିଲ ନାହିଁ। ନାଇଁ ମୋ କିମ୍ବା ସାଙ୍ଗରେ ମୋର ସେ ତ କଂଗ୍ରେସର ନେତା ଥିଲେ, ବିଧାୟକ ଥିଲେ, ସମ୍ପର୍କ ବ୍ୟକ୍ତିଗତ ଭଲ, କିନ୍ତୁ ସେ ତାଙ୍କ ଦଳରେ ମୁଁ ଏବେ ଯାଏଁ ମିଶିନି।